जय श्री राम बंधुगण। आजिर ଏହି ଭିडिଓ ମାଧ୍ୟମରେ ଆମେ ଜାଣିବା ଯେ ବିଛା ରାଶି ଥିବା ବ୍ୟକ୍ତିମାନଙ୍କ ପାଇଁ ଏହି 2026ରେ ପୁରା ବର୍ଷଟି ଅଘଟଣ ଘଟିବାକୁ ଯାଉଅଛି। ଆଉ ଅଧିକ ମାତ୍ରାରେ ବିପଦ ମଧ୍ୟ ହେବାକୁ ଯାଉଛି। ତ ଚାଲନ୍ତୁ ସେହି ବିପଦ ଗୁଡ଼ିକୁ ଆମେ କିପରି ଭାବରେ ସାମ୍ନା କରିପାରିବା, ତ ଆଜି ତାକୁ ନେଇ ସେହି ବିଷୟରେ ଆମେ କିଛି ଆଲୋଚନା କରିବା। ଆଉ ମୋର ଗୋଟିଏ ରିକ୍ୱେଷ୍ଟ ଯେ ଭିଡ଼ିଓଟି ଆପଣଙ୍କୁ ବହୁତ ଭଲ ଲାଗିଲେ କମେଣ୍ଟରେ ଜୟ ଶ୍ରୀ ଶନିଦେବ ବୋଲି ଗୋଟିଏ କମେଣ୍ଟ କରିକି ଯାଆନ୍ତୁ। ଆଉ ହଁ, ଭିଡ଼ିଓଟିକୁ ଆପଣମାନେ ଗୋଟିଏ ସେୟାର ମଧ୍ୟ କରନ୍ତୁ। ଆଉ ମୋର ଏହି ଚ୍ୟାନେଲକୁ ଆପଣମାନେ ନୂଆ ଆସିଥିଲେ ଗୋଟିଏ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍କୁ ଅନ୍ କରିକି ରଖିଥାନ୍ତୁ, ଯାହାଫଳରେ ମୁଁ ଭିଡ଼ିଓ ଛାଡ଼ିବା ମାତ୍ରେ ଆପଣଙ୍କ ପାଖକୁ ନୋଟିଫିକେସନ୍ ଜରିଆରେ ସର୍ବପ୍ରଥମେ ପହଞ୍ଚି ପାରିବ। ତ ସାଙ୍ଗମାନେ ଚାଲନ୍ତୁ ଆଉ ଡେରି ନ କରି ଆରମ୍ଭ କରିବା। ତ ବିଛା ରାଶିର ଏହି ବ୍ୟକ୍ତିମାନଙ୍କର ପ୍ରଥମ ଅକ୍ଷର ହେଉଛି ତୋ, ଆଉ ଅନୁରାଧା ନକ୍ଷତ୍ରରେ ହେଉଛି ନ, ନି, ନୁ, ନେ, ଆଉ ଜ୍ୟେଷ୍ଠା ନକ୍ଷତ୍ରରେ ହେଉଛି ନୋ, ଜ, ଜି, ଜୁ। ତ ଏହି ରାଶିମାନଙ୍କର ପ୍ରଥମ ଅକ୍ଷର ଥିଲା। ତ ଯେଉଁମାନଙ୍କର ପ୍ରଥମ ଅକ୍ଷରରେ ଏହିଭଳି ଅଛି, ତେବେ ସେହି ରାଶିର ବ୍ୟକ୍ତିମାନେ ହୋଇଯାଆନ୍ତୁ ସାବଧାନ, ନହେଲେ ମହା ବିପଦ ଘଟିବାକୁ ଯାଉଅଛି। ଆଉ ଏହି 2026ରେ ସେମାନଙ୍କ ପାଇଁ ଏକ ଅନୁକୂଳ ବ୍ୟବସ୍ଥା ମଧ୍ୟ ନାହିଁ। ତ ସାଙ୍ଗମାନେ ଏହି ବିଛା ରାଶିର ବ୍ୟକ୍ତିମାନେ ଏହି ବର୍ଷରେ ଅନେକ ପ୍ରକାର ଉତ୍ଥାନ ପତନ ମଧ୍ୟ ଦେଇ ଗତି କରିବେ, ଯାହାଫଳରେ ତାଙ୍କର ଜୀବନ ମଧ୍ୟ କେବେ ସାର୍ଥକ ହୋଇପାରିବ ନାହିଁ। ସେମାନେ ଯେଉଁ କାର୍ଯ୍ୟରେ ଗଲେ ମଧ୍ୟ ସେଠାରେ ଖାଲି ବାଧାବିଘ୍ନ ଆଉ ଘୃଣା ହିଁ ସୃଷ୍ଟି ହେବ। ଆଉ ବର୍ଷର ପ୍ରଥମାର୍ଦ୍ଧଟି ଶୁଭାଶୁଭ ମିଶ୍ରିତ ଫଳ ମଧ୍ୟ ଲାଭ କରିବା ସହ ମଧ୍ୟଭାଗଟି ଅତି ଅଶୁଭ ଫଳ ଓ ଶେଷ ଭାଗଟି ଅତି ଶୁଭ ଫଳ ମଧ୍ୟ ଲାଭ କରିବେ। ଆଉ ପ୍ରଥମାର୍ଦ୍ଧରେ ସମସ୍ୟା ଅଧିକ ସତ୍ତ୍ୱେ ବ୍ୟବସାୟରେ ଉନ୍ନତି ଲାଗି ରହିବ। ଆଉ ବିଳମ୍ବେ କାର୍ଯ୍ୟସିଦ୍ଧି ଦେଖାଦେଲେ ମଧ୍ୟ ମଧ୍ୟଭାଗରେ ପାରିବାରିକ ସମସ୍ୟା ଯୋଗୁଁ ଗୃହେ ଅଶାନ୍ତି, ସନ୍ତାନର ବହୁଳ ମାତ୍ରାରେ ଚିନ୍ତା, ଶାରୀରିକ ଓ ମାନସିକ ପୀଡ଼ା। ତାମାନେ ଏହି ବର୍ଷରେ ଅଧିକ ମାତ୍ରାରେ ବିଛା ରାଶିର ବ୍ୟକ୍ତିମାନେ ବହୁତ କଷ୍ଟ ଏବଂ ଦେହରେ ଅନେକ ଯନ୍ତ୍ରଣା ମଧ୍ୟ ପାଇବେ। ଆଉ କର୍ମେ ବିଫଳତା, ଶିକ୍ଷା କ୍ଷେତ୍ରରେ ଅଧୋଗତି, ବ୍ୟବସାୟରେ କ୍ଷୟକ୍ଷତି ଏବଂ ମନ ବିବ୍ରତ ରହିବା ସହିତ ବହୁତ ଅଶୁଭ ଫଳ ମଧ୍ୟ ଭୋଗ କରିବାକୁ ଲାଗିବେ। ମହିଳାମାନେ କାର୍ଯ୍ୟ ବ୍ୟସ୍ତତାରେ ରହିଲେ ମଧ୍ୟ ସମୟ ଅତିବାହିତ କରିବେ। ବର୍ଷର ଶେଷାର୍ଦ୍ଧରେ ଉତ୍ତମ ପାରିବାରିକ ସୌଖ୍ୟ ଲାଭ, ସୌଭାଗ୍ୟ ବୃଦ୍ଧି, ସର୍ବାଙ୍ଗୀନ ଉନ୍ନତି, ବ୍ୟବସାୟରେ ବହୁଳ ମାତ୍ରାରେ ଲାଭ, କର୍ମକ୍ଷେତ୍ରରେ ପଦୋନ୍ନତି, ଶିକ୍ଷାରେ ସଫଳତା ଆଦି ଶୁଭଫଳ ମଧ୍ୟ
ଭୋଗ କରିବେ। ତ ସାଙ୍ଗମାନେ, ଅଶୁଭ ଫଳ ଏହି ରାଶିମାନେ ଅଧିକ ମାତ୍ରାରେ ଭୋଗ କରିବେ। କାହିଁକି ନା ଏହି ବିଛା ରାଶିର ବ୍ୟକ୍ତିମାନେ ଏହି ବର୍ଷରେ କିଛି ଭୁଲ ଧାରଣା ମଧ୍ୟ କରିପାରନ୍ତି, ଯାହାଫଳରେ ସେହି ଜାଲରେ ପଡ଼ିବା ମାତ୍ରେ ଆପଣ ବି ସେହି ଜାଲରୁ ଖସିବା ଅସମ୍ଭବ ହୋଇପଡ଼େ। ତ ସେହି ଅଶୁଭ ଫଳକୁ ଭୋଗ କରିବା ସତ୍ତ୍ୱେ ଆପଣ କିଛି ପ୍ରତିକାର କରନ୍ତୁ। ଦେଖିବେ ଆପଣଙ୍କର ସେହି ଅଶୁଭ ଫଳ ମଧ୍ୟ କଟିଯିବ ଆଉ ଶୁଭ ଫଳ ଆସିବାକୁ ଲାଗିବ। ସେହି ପ୍ରତିକାରଟି ହେଉଛି ଯେ ପ୍ରତ୍ୟେକ ଦିନ ସକାଳ ହେବା ମାତ୍ରେ ସ୍ନାନ କରିସାରିଲା ପରେ ଗୋଟିଏ କୋଣରେ ବସି ଓମ୍ ନମଃ ଶିବାୟ, ଓମ୍ ନମଃ ଶିବାୟ ଏହି ମନ୍ତ୍ରଟିକୁ 101 ଥର ଜପ କରନ୍ତୁ। ଦେଖିବେ ଆପଣଙ୍କର ଯେକୌଣସି ପାପ ଥିବ ସବୁ ଧୋଇ ହୋଇଯିବ ଆଉ ଆପଣଙ୍କର ଜୀବନରେ ସୁଖ ଶାନ୍ତି ଫେରି ଆସିବ। ଆଉ ଏହା କରିବା ସଙ୍ଗେ ସଙ୍ଗେ ଆପଣ ଆଉ କ'ଣ କରିବେ ଯେ ଆପଣଙ୍କର ଯେଉଁ ମନ ବିବ୍ରତ, ଶିକ୍ଷା କ୍ଷେତ୍ରରେ ବିଫଳତା ଏସବୁ ରହୁଅଛି, ତ ତାର ପାଇଁ ବି ମୁଁ ପ୍ରତିକାର କହୁଅଛି। ଯେ ତା ପାଇଁ ପ୍ରତିକାର ହେଉଛି ଯେ ପ୍ରତ୍ୟେକ ଦିନ ମା ମଙ୍ଗଳାଙ୍କ ଏବଂ ମା ସମଲେଶ୍ୱରୀଙ୍କ ବିଧିପୂର୍ବକ ନିଷ୍ଠାପର ଭାବରେ କରିବା ଶିଖନ୍ତୁ, ଯାହାଫଳରେ ଆପଣଙ୍କର ଜୀବନରେ ଯେକୌଣସି କାର୍ଯ୍ୟ କରିଲେ ମଧ୍ୟ ସେଥିରେ ନିଶ୍ଚିତ ଭାବରେ ଫଳଦାୟକ ହୋଇପାରିବେ। ଆଉ ସୋମବାର ଓ ସଂକ୍ରାନ୍ତି ଦିନ ଶିବଙ୍କ ପୂଜା ମଧ୍ୟ କରନ୍ତୁ। ଦେଖିବେ ଶିବ ମଧ୍ୟ ହେଉଛନ୍ତି ଆମ ଏହି ସୃଷ୍ଟିର ସୃଷ୍ଟିକର୍ତ୍ତା। ଆଉ ସେ ହିଁ ଚାହିଁଲେ ଏହି ସୃଷ୍ଟିକୁ ବିନାଶ ବି କରିପାରନ୍ତି। ତେଣୁ ବିଛା ରାଶିର ବ୍ୟକ୍ତିମାନେ ଏହି 2026ରେ ହୋଇଯାଆନ୍ତୁ ସାବଧାନ। କାହିଁକି ନା ଏହିସବୁ ଭବିଷ୍ୟବାଣୀ ଯାହାକି ମୁଁ ଏହି ଭିଡ଼ିଓରେ କହିଲି, ଆପଣଙ୍କର ଜୀବନରେ ଯଦି ଏହିସବୁ ଭବିଷ୍ୟବାଣୀ ଘଟୁଅଛି ତେବେ ଜାଣି ନିଅନ୍ତୁ ଯେ ଆପଣ ମଧ୍ୟ ଏହି ବିଛା ରାଶିରେ ଅନ୍ତର୍ଭୁକ୍ତ ଅଟନ୍ତି। ଆଉ ବିଛା ରାଶିର ବ୍ୟକ୍ତିମାନେ ଏହି ବର୍ଷଟି ସମ୍ପୂର୍ଣ୍ଣ ମାତ୍ରାରେ କିଛି ଭଲ ହେଲେ ମଧ୍ୟ ସେଥିରେ ଖରାପ ମଧ୍ୟ ରହିବ, ବା କିଛି ଅଶୁଭ ହେଲେ ମଧ୍ୟ ଶୁଭ ଫଳ ବି ମିଳିବ ସତ, କିନ୍ତୁ ବହୁଳ ମାତ୍ରାରେ କହିବାକୁ ଗଲେ କେବଳ ଅଶୁଭ ଫଳ ହିଁ ଭୋଗ କରିବେ। ଆଉ ଏହି ବିଛା ରାଶିଟି ଯେଉଁ ବ୍ୟକ୍ତିର ନାମରେ ଅଛି ସେମାନେ ବହୁତ ଭାଗ୍ୟଶାଳୀ ମଧ୍ୟ ହେବେ ନାହିଁ। କାହିଁକି ନା ସେମାନଙ୍କର ଜୀବନରେ ଅନେକ ପ୍ରକାର ସମସ୍ୟା ଲାଗି ରହିବ ଆଉ ତାକୁ ସମାଧାନ କରିବା ପାଇଁ ମଧ୍ୟ କୌଣସି ବାଟ ଦେଖାଦେବ ନାହିଁ। ତେଣୁ ଆପଣ ମୁଁ ଯାହା ଯାହା କହିଲି ଆପଣ ତାକୁ ପାଳନ କରନ୍ତୁ। ଦେଖିବେ ଆପଣଙ୍କର ଜୀବନରେ ମଧ୍ୟ ସବୁକିଛି ଫେରି ଆସିବ। ଆଉ ଯେଉଁ ଶିକ୍ଷା କ୍ଷେତ୍ରରେ ଆପଣ ବିଫଳତା ହେଉଥିଲେ ବା କର୍ମକ୍ଷେତ୍ରରେ ଆପଣ କିଛି ମଧ୍ୟ ସାଥ ଦେଉନଥିଲେ ତାହା ମଧ୍ୟ ଆପଣଙ୍କ ପାଖକୁ ଫେରି ଆସିବ। ଆଉ ହଁ, ଆପଣ ଯେଉଁ ବ୍ୟବସାୟରେ ଲାଭ ହେଉନଥିଲା ତାହା ମଧ୍ୟ ଆପଣଙ୍କର ବହୁଳ ମାତ୍ରାରେ ଲାଭ ହେବ। ତେଣୁକରି ଆପଣ ଏହି ପ୍ରତିକାରମାନଙ୍କୁ ପାଳନ କରନ୍ତୁ। ତ ସାଙ୍ଗମାନେ, ଆଜିର ଏହି ଭିଡ଼ିଓଟିକୁ ମୁଁ ଏଇଠି ଷ୍ଟପ୍ କରୁଛି। ପୁଣି ଦେଖା ହେବା
ଆଉ ଗୋଟିଏ ନ୍ୟୁ ଟପିକ୍ର ଭିଡ଼ିଓରେ। ତ ସେତିକି ପର୍ଯ୍ୟନ୍ତ ମୁଁ ରହୁଛି। ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ଆଉ ଭିଡ଼ିଓଟି ଭଲ ଲାଗିଲେ ଭିଡ଼ିଓଟିକୁ ଗୋଟିଏ ଲାଇକ୍ କରି ବେଲ୍ ଆଇକନ୍କୁ ଅନ୍ କରିକି ରଖିବା ସହ ଗୋଟିଏ ସେୟାର ମଧ୍ୟ କରନ୍ତୁ, ଯାହାଫଳରେ ଆପଣଙ୍କର ସେହି ଗୋଟିଏ ଭଲ ପାଇବା ପାଇଁ ମୋ ଜୀବନରେ କିଛି ଆଶା ମଧ୍ୟ ତୁଟି ଯାଇପାରିବ। ସାଙ୍ଗମାନେ ରହୁଛି, ଦେଖା ହେବା ନେକ୍ସଟ ଭିଡ଼ିଓରେ। ଜୟ ଶ୍ରୀରାମ।